डबल रोल क्यों एक्टर एवं एक्ट्रेस ओडिया चलचित्र कमाल करते जाना यही भिडियो रे। बॉलीवुड तो एमती अनेक चलचित्र अच्छी जो डबल रे आसथिबा एक्टर एवं एक्ट्रेस को बहुत सफलता मिली और फिल्म टी सुपरहिट किंबा ब्लॉकबस्टर होइछि। जेमती कि दिलीप कुमार को राम श्याम, हेमान को सीता और गीता, अमिताभ बच्चन को सत्य सत्ता, डॉन, श्रीदेवी को चालबाज और सलमान खान को जुड़वा, ये समस्त चल को से समय बहुत सफलता मिलता। बर्तमान आप कह ओडिया चलचित्र विषय आपण मानक जनईदेव जे डबल रोल धारा 90 दशक आरंभ होता, 60 दशक आरंभ हो सारी 1967 मसीह चलचित्र अभिनेत्री डबल रोल भूमिका प्रथम देखा मिलता। यही चलचित्र झरण दास, छाया एवं माया दुई भौणी भूमिका अभिनय करते। आपण मानक जनईदेव जे यही चलचित्र कौन सीता गीता और चालबाज भली यार कहानी नथिला, यह प्रकृत ओडिया चलचित्र थिला। यही चलचित्र से समय दर्शक मैंने खूब पसंद करते और चलचित्र हिट होता। किंतु आश्चर्य कथा जे এই ডবল রোল ভূমিকাটি দর্শক পছন্দ কলা সত্ত্বে মতো এর 1500 পর্যন্ত কৌশি ডবল রোল ভূমিকার চলচ্চিত্র আসিলা নাই। এবং 1980 মସିହାରେ ରାମ ବଳରାମ ନାମରେ ଗୋଟେ ଚଳଚ୍ଚିତ୍ର ଆସିଲା। ଏଥିରେ ଡବଲ ରୋଲ ଥିଲେ ଉତ୍ତମ ମହାନ୍ତି। ଏହି ଚଳଚ୍ଚିତ୍ରଟି ହିନ୍ଦୀ ଚଳଚ୍ଚିତ୍ର ରାମ ଶ୍ୟାମର ରିମେକ୍ ଥିଲା, କିନ୍ତୁ ଦର୍ଶକ ମାନେ ରାମ ବଳରାମ ଚଳଚ୍ଚିତ୍ର को एते पसंद कले ନାହିଁ ଏବଂ ଏହି ଚଳଚ୍ଚିତ୍ର ଫ୍ଲପ ହୋଇଗଲା। ବର୍ତ୍ତମାନ ଏହି ଚଳଚ୍ଚିତ୍ର ନଷ୍ଟ ହୋଇସାରିଛି, କିନ୍ତୁ ଆପଣ ୟୁଟ୍ୟୁବ ରେ ଏହାର ଗୀତ ଶୁଣି ପାରିବେ। ଏହାର ଗୋଟେ ବର୍ଷ ପରେ 1981 ମସିହାରେ ଚଳଚ୍ଚିତ୍ର ଆରତି ଆସିଥିଲା। ଆରତି ଫିଲ୍ମରେ ତନ୍ଦ୍ରାଏ ଦୁଇ ଜାଳା ଭଉଣୀ ଆରତି ଏବଂ ରେଖା ଭୂମିକାରେ ଅଭିନୟ କରିଥିଲେ। ତନ୍ଦ୍ରାଏଙ୍କ ବ୍ୟତୀତ ଏଥିରେ ବଲିଉଡର ହେଲେନ ମଧ୍ୟ ଅଭିନୟ ଥିଲେ ଓଡିଆ ଚଳଚ୍ଚିତ୍ରରେ। ଏବେ ତ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅଜୟ ଦାସ, ଅନିତା ଦାସ ଏହି ଚଳଚ୍ଚିତ୍ରରେ ଅଭିନୟ ଥିଲେ। ଚଳଚ୍ଚିତ୍ର ଗୀତ ଗୁଡ଼ିକ ଯେମିତି ହିଟ୍ ହେଇଥିଲା ସେମିତି ଏହି ଚଳଚ୍ଚିତ୍ର ମଧ୍ୟ ଏକ ହିଟ୍ ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ର ସବୁଠାରୁ ପପୁଲାର ଗୀତ ଥିଲା ମା ତୁମେ ଜଗତର ସାହା ବର୍ଷା, ଯେ ଆଜି ବି ମନ୍ଦିର ମାନଙ୍କରେ ବାଜୁଛି। ଏହାର 7 ବର୍ଷ ପରେ ଆସିଥିଲା ଆଉ ଏକ ଡବଲ ରୋଲ ଭୂମିକା ଚଳଚ୍ଚିତ୍ର ଲାଲପାନ ବିବି। ଯେତେବେଳେ ଓଡିଆରେ ଡବଲ ରୋଲ ଭୂମିକା ଚଳଚ୍ଚିତ୍ର ହୋଇଥିଲା, ଲାଲପାନ ବିବି ସବୁଠାରୁ ଅଧିକ ସଫଳ ହୋଇଥିଲା। ଲାଲପାନ ବିବି ଚଳଚ୍ଚିତ୍ରରେ ମହତରେ ଲାଲି ଏବଂ ମିଲି ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର ଏତେ ସଫଳ ହୋଇଥିଲା ଯେ ଏହାକୁ ବଙ୍ଗାଳୀରେ ପ୍ରଶାନ୍ତ ରିମେକ୍ କରିଥିଲେ। ରାମ ବଳରାମର ଫ୍ଲପର 10 ବର୍ଷ ପରେ ଉତ୍ତମ ପୁଣି ଥରେ ଡବଲ ରୋଲ ଦେଖିବାକୁ ମିଳିଲା 1990 ମସିହାରେ ଦୈବ ଦୌଡରେ। ଦୈବ ଦୌଡରେ ଉତ୍ତମ ମହାନ୍ତି, ରାଜେଶ ଏବଂ ରାଜୁ ଉଭୟ ଭୂମିକାରେ ଅଭିନୟ କରିଥିଲେ। ରାମ ବଳରାମ ଭଳି ଏହି ଚଳଚ୍ଚିତ୍ରଟି ଫ୍ଲପ ହୋଇନଥିଲା, ଦର୍ଶକମାନେ ଏହାକୁ ପସନ୍ଦ କରୁଥିଲେ ଏବଂ ଏହି ଚଳଚ୍ଚିତ୍ରଟି ହିଟ୍ ହୋଇଥିଲା। ଲାଲପାନ ବିବିର ଅପୂର୍ବ ସଫଳତା ପରେ 1991 ମସିହାରେ ମହତରେ ପୁଣି ଥରେ ଡବଲ ରୋଲରେ ଆସିଲେ, କିନ୍ତୁ ଲାଲପାନ ବିବି ଭଳି ଏଥିରେ ସେ ଜାଁଳା ଭଉଣୀ ଭୂମିକାରେ ଅଭିନୟ ଥିଲେ। ବରଂ ଏଥିରେ ମାଧବୀ ଏବଂ ଅର୍ଚ୍ଚନା ଦୁଇ ମା ଝିଅ ଭୂମିକାରେ ଅଭିନୟ କରିଥିଲେ। ଏହା ଏକ ମଲ୍ଟି ଷ୍ଟାର ମୁଭି ଥିଲା। ଏଥିରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ମିହିର ଦାସ, ହର ପଟ୍ଟନାୟକ, ଅପରାଜିତା ମହାନ୍ତି, ବୈଶାଳୀ, ସୁଜାତାନନ୍ଦ, ଦୁଃଖୀରାମ ସ୍ୱାଇଁ ଭଳି କଳାକାର ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ବହୁତ ବଡ କାହାଣୀ ଥିଲା ଏବଂ ଶେଷରେ ସୁପର ଡୁପର ହିଟ୍ ହେଇଥିଲା। ଏଭଳି ଚଳଚ୍ଚିତ୍ର ଓଡିଆ ଫିଲ୍ମରେ ଆଉ କେବେ ଦେଖିବାକୁ ମିଳିନଥିଲା। ଦୈବ ଦୌଡି ଏବଂ ବସ୍ତ୍ର ହରଣ ପରେ 90 ଦଶକରେ ପୁଣି ଏକ ଡବଲ ରୋଲ ଭୂମିକାରେ ଆସିଥିଲେ ଉତ୍ତମ ମହାନ୍ତି 1994 ମସିହାରେ। ଚଳଚ୍ଚିତ୍ର ଥିଲା ଗୋପରେ ବଢୁଛି କଳା କହ୍ନେଇ। ଚଳଚ୍ଚିତ୍ର ଗୋପରେ ବଢୁଛି କଳା କହ୍ନେଇରେ ଉତ୍ତମ ମହାନ୍ତି ଜୀବନ ଓ କାହ୍ନା ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ଏଥିରେ ମହତାରାୟ, ବିଜୟ ମହାନ୍ତି, ମିହିର ଦାସ, ଋତୁପର୍ଣ୍ଣା ସେନଗୁପ୍ତା ଅଭିନୟ ଥିଲେ ଏବଂ ଏହି ଚଳଚ୍ଚିତ୍ରଟି ସେ ସମୟରେ ସୁପରହିଟ୍ ହେଇଥିଲା। ଏହାର 3 ବର୍ଷ ପରେ ସେ ଡବଲ ରୋଲ ଭୂମିକାରେ ଆଉ ଏକ ଚଳଚ୍ଚିତ୍ର ଆସିଥିଲା। ଚଳଚ୍ଚିତ୍ର ନାମ ଥିଲା ଗଙ୍ଗା ଯମୁନା। ଏହି ଚଳଚ୍ଚିତ୍ରରେ ରଚନା ବାନର୍ଜୀ ଗଙ୍ଗା ଏବଂ ଯମୁନା ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏଥିରେ ମିହିର ଦାସ, ସିଦ୍ଧାର୍ଥ ମହାପାତ୍ର ଅଭିନୟ କରିଥିଲେ। ଚଳଚ୍ଚିତ୍ର ଗଙ୍ଗା ଯମୁନା ଥିଲା ଡବଲ ରୋଲ ଭୂମିକାରେ ଅଭିନୀତ ପ୍ରଥମ ଏବଂ ଶେଷ ବ୍ଲକବଷ୍ଟର ମୁଭି। ଏହାର ଗୋଟେ ବର୍ଷ ପରେ 1958 ମସିହାରେ ଚଳଚ୍ଚିତ୍ର ସପ୍ତମରେ ଅପରାଜିତା ମହାନ୍ତି ମା ଝିଅ ଭୂମିକାରେ ଅଭିନୟ ଥିଲେ। ଏହା ଥିଲା ଅପରାଜିତାଙ୍କ ପ୍ରଥମ ଏବଂ ଶେଷ ଡବଲ ଭୂମିକା ଅଭିନୀତ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ଉତ୍ତମ ମହାନ୍ତି ନାୟକ ଏବଂ ସିଦ୍ଧାର୍ଥ ମହାପାତ୍ର ଖଳନାୟକ ଭୂମିକାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲେ। 90 ଦଶକର ଷଷ୍ଠ ଡବଲ ରୋଲ ଭୂମିକା ଅଭିନୀତ ଚଳଚ୍ଚିତ୍ର ଥିଲା କ୍ରିଷ୍ଣା କାବେରୀ। ମୁକ୍ତି ଲାଭ କରିଥିଲା 1999 ମସିହାରେ। ଏହା ଉଭୟ ଓଡିଆ ଏବଂ ବଙ୍ଗାଳୀ ଭାଷାରେ ହୋଇଥିଲା। ଏଥିରେ ସ୍ୱୟଂପ୍ରଭା ମିଶ୍ର କୃଷ୍ଣା ଏବଂ କାବେରୀ ଭୂମିକାରେ ଅଭିନୟ ଥିଲେ। ଏହା ବ୍ୟତୀତ ଏଥିରେ ହର ପଟ୍ଟନାୟକ, ରାମନ ପରିଡ଼ା, ସିଦ୍ଧାର୍ଥ ମହାପାତ୍ର, ମିହିର ଦାସ, ଶତାବ୍ଦୀ ରାୟ ଏବଂ ଶ୍ରୀଲେଖା ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର ମଧ୍ୟ ଏକ ସୁପର ଚଳଚ୍ଚିତ୍ର ଥିଲା। 2003 ମସିହାରେ ସିଦ୍ଧାର୍ଥ ମହାପାତ୍ର ପ୍ରଥମ ଥର ପାଇଁ ଡବଲ ରୋଲରେ ଆସିଲେ। ଚଳଚ୍ଚିତ୍ର ଥିଲା ମୋ କୁଳ ନନ୍ଦନ। ଏଥିରେ ସିଦ୍ଧାର୍ଥ ମହାପାତ୍ର ଶୁଭଙ୍କର ଚୌଧୁରୀ ଭୂମିକାରେ ଅଭିନୟ ଥିଲେ।
ଏହି ଚଳଚ୍ଚିତ୍ରଟି ହିଟ୍ ହେବା ପରେ ସେହି ବର୍ଷ ସିଦ୍ଧାର୍ଥ ମହାପାତ୍ରଙ୍କ ଆଉ ଗୋଟେ ଡବଲ ରୋଲ୍ ଭୂମିକା ଚଳଚ୍ଚିତ୍ର ଆସିଲା। ଚଳଚ୍ଚିତ୍ର ନାମ ଥିଲା ଯେ ପାଞ୍ଚେ ପରମନ୍ଦ। ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମହାପାତ୍ର ଚିଣ୍ଟୁ ଏବଂ ସୁରଞ୍ଜନ ରୟ ଭୂମିକାରେ ଅଭିନୟ ଥିଲେ। ଗୋଟେ ପଜିଟିଭ ଥିଲା, ଗୋଟେ ନେଗେଟିଭ ଥିଲା ଏବଂ ଏହି ଚଳଚ୍ଚିତ୍ରଟି ସେ ସମୟରେ ସୁପର ହିଟ୍ ହେଲା। ଏହାର ଗୋଟେ ବର୍ଷ ପରେ ଚଳଚ୍ଚିତ୍ର ବାଜି ମୁକ୍ତି ଲାଭ କରିଥିଲା। ଏଥିରେ ସିଦ୍ଧାର୍ଥ ମହାପାତ୍ର ପୁଣି ଥରେ ଡବଲ ରୋଲ୍ ଭୂମିକାରେ ଦେଖିବାକୁ ମିଳିଲେ। ସିଦ୍ଧାର୍ଥ ମହାପାତ୍ର ଏଇଥିରେ ଶଶାଙ୍କ ଦାସ ଏବଂ ହିମାଂଶୁ ଚୌଧୁରୀ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ମଧ୍ୟ ହିଟ୍ ହୋଇଗଲା। ଏହାର 2 ବର୍ଷ ପରେ ପୁଣି ଥରେ ସିଦ୍ଧାର୍ଥ ମହାପାତ୍ର ଡବଲ ରୋଲ୍ ଆସିଲେ। ଚଳଚ୍ଚିତ୍ର ନାମ ଥିଲା ଦେ ମା ଶକ୍ତି ଦେ ଏବଂ ଦେ ମା ଶକ୍ତି ଦେ ହିଟ୍ ହେବା ପରେ ସିଦ୍ଧାର୍ଥ ମହାପାତ୍ର ପୁଣି ଥରେ ଏହାର ଗୋଟେ ବର୍ଷ ପରେ ଆଉ ଗୋଟେ ଡବଲ ରୋଲ୍ରେ ଅଭିନୟ କଲେ। ଚଳଚ୍ଚିତ୍ରଟି ଥିଲା ରସିକ ନାଗର। ରସିକ ନାଗର ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମହାପାତ୍ର ରାଜା ଏବଂ ପ୍ରେମ କୁମାର ଭୂମିକାରେ ଅଭିନୟ ଥିଲେ। ଏଥିରେ ସିଦ୍ଧାର୍ଥ ମହାପାତ୍ର ଜଣେ ବିକଳାଙ୍ଗ ଭୂମିକାରେ ଅଭିନୟ ଥିଲେ ଏବଂ ଏହାପରେ ସିଦ୍ଧାର୍ଥ ମହାପାତ୍ର ଆଉ କୌଣସି ଚଳଚ୍ଚିତ୍ରରେ ଡବଲ ରୋଲ୍ ଭୂମିକାରେ ଆସିନାହାନ୍ତି। 2006 ମସିହାରେ ଅନୁହାତି ପ୍ରଥମ ଥର ପାଇଁ ଡବଲ ରୋଲ୍ ଆସିଲେ। ଚଳଚ୍ଚିତ୍ରଟି ଥିଲା ଥ୍ୟାଙ୍କ ୟୁ ଭଗବାନ। ଏଥିରେ ଜଗା ଏବଂ କାଳିଆ ଭୂମିକାରେ ଅଭିନୟ ଥିଲେ। ଏହି ଚଳଚ୍ଚିତ୍ରଟି ହିଟ୍ ହେଇଥିଲା ଏବଂ ଏହାର 9 ବର୍ଷ ପରେ 2015ରେ ଅନୁହାତି ପୁଣି ଥରେ ଡବଲ ରୋଲ୍ ଆସିଲେ। ଚଳଚ୍ଚିତ୍ରଟି ଥିଲା ଜଗା ହାତରେ ପଘା। ଏଥିରେ ଅନୁହାତି ଜଗା ଏବଂ କୃଷ୍ଣା ଭୂମିକାରେ ଅଭିନୟ ଥିଲେ, କିନ୍ତୁ ଏହି ଚଳଚ୍ଚିତ୍ରଟି ଏତେ ସଫଳ ହୋଇପାରିନଥିଲା। ଡବଲ ଭୂମିକାରେ 2006ରେ ମୁକ୍ତି ଲାଭ କରିଥିଲା ଚଳଚ୍ଚିତ୍ର ଆଇ ଲଭ୍ ମାଇ ଇଣ୍ଡିଆ। ଏଥିରେ ବୁଦ୍ଧତ ମହାନ୍ତି ଡବଲ ରୋଲ୍ ଭୂମିକାରେ ଆସିଥିଲେ। ଏହାପରେ 2016ରେ ଚଳଚ୍ଚିତ୍ର ବାଏ ବାଏ ଦୁବାଇରେ ଅର୍ଚ୍ଚିତା ସାହୁଙ୍କୁ ଡବଲ ରୋଲ୍ ଭୂମିକାରେ ଦେଖିବାକୁ ମିଳିଥିଲା ଏବଂ ଏହାପରେ କୌଣସି ଡବଲ ରୋଲ୍ ଥିବା ଚଳଚ୍ଚିତ୍ର ଓଡ଼ିଆ ଫିଲ୍ମକୁ ଆସିନାହିଁ। ଆପଣଙ୍କୁ ଡବଲ ରୋଲ୍ ଭୂମିକାରେ କେଉଁ ଆକ୍ଟର ବା ଆକ୍ଟ୍ରେସଙ୍କ ଅଭିନୟ ଭଲ ଲାଗିଥିଲା କମେଣ୍ଟରେ କୁହନ୍ତୁ। ଏ ଭିଡ଼ିଓ ଭଲ ଲାଗିଛି, ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ।